हेलो फ्रेंड्स वेलकम बैक टू माय अनदर न्यू मिनी ब्लॉग। तो सकाळु उठला बेलକୁ ଟିକେ ବର୍ଷା ପକଉଥିଲା। ତାପରେ ଏଠୁ ମୁଁ ଉଠିକି ଗାଧୁଆ ପାଧୁଆ ସାରିକି ପୂଜା ପାଠ କରିନେଇଥିଲି। ଠାକୁର ପୂଜା କଲେ ଗୋଟେ ଅଲଗା ହିଁ ଶାନ୍ତି ମିଳିଥାଏ। ମାନେ ସଦାବେଳେ କରେନି କିନ୍ତୁ ଯେତେବେଳେ କରେ ମୋତେ ଭଲ ଲାଗେ ପୁରା। ତାପରେ ଏଠି ମୁଁ ବ୍ରେକଫାଷ୍ଟ କରିନେଇଥିଲି ମୋର। ଆଉ ତାପରେ ବହୁତ ଦିନ ପରେ ଏଇଟା ବାହାରି କଲେଜ ପଳେଇଥିଲି କାରଣ ଆଜି ଥିଲା କଲେଜର ମୋ ସେକେଣ୍ଡ ସେମ୍ ପାଇଁ ଫର୍ମ ଫିଲ୍ଅପ୍। ତାପରେ ସେଠି ମୁଁ ମୋ ସାଙ୍ଗମାନଙ୍କୁ ଲାଇନରେ ଠିଆ କରିକି ମୁଁ ପଳେଇ ଆସିଲି ଲେମ୍ବୁପାଣି ଆଉ ଏପଟେ ଗୁପଚୁପ ଖାଇବା ପାଇଁ। ଆଣ୍ଡ ତାପରେ ଗଲା ପରେ ମୋର ଏଠି ଫର୍ମ ଫିଲ୍ଅପ୍ ଫାଇନାଲି ହେଇଯାଇଥିଲା। ତାପରେ ମୁଁ ଘରକୁ ପଳେଇ ଆସିଲି। ଆଉ ଘରକୁ ଆସିଲା ପରେ ରେଡ଼ି ହେଇଥିଲି ଗୋଟେ ଘର ପ୍ରତିଷ୍ଠା ଭୋଜି ଖାଇଯିବା ପାଇଁ। ତାପରେ ଆମେ ପଳେଇଥିଲୁ ଭୋଜି ଖାଇବାକୁ ଆଉ ଭୋଜିଟା ବି ବହୁତ ଟେଷ୍ଟ ହିଁ ଥିଲା। ତାପରେ ଭୋଜି ଖାଇସାରିଲା ପରେ ଗୋଟେ ଆଇସ୍କ୍ରିମ୍ ଖାଇଥିଲି। ଆଣ୍ଡ ସନ୍ଧ୍ୟାବେଳେ ଆମେ ଠିଆ ହେଇଥିଲୁ ଆମ ଘର ପାଖେଠି। ତ ଦେଖ ମୋ ଭଉଣୀ କ'ଣ କହୁଛି। ଦେରେ ମୋ ଖାଇବାଟା ଦଉଛୁ ମୋ ପାଇଁ ଦଉଛୁ। ଏ ଦବାନିରେ ଚାଲେ ନେଇଯିବା। ଏ ମୋ ମାର ଖାଇବାଟା ଦଉଛୁ କି ନାହିଁ? ହେଇ ଦଉଛୁ କି ନାହିଁ? ହେଇ ଦବାନି ଚାଲ। ହେ ଅବାଗ୍ୟା ଲୋକରା ଏ ଦଉଛୁ କି ନାହିଁ? ରହ ମା ରହ, ମୁଁ ଆଣୁଛି ତ ଖାଇବା, ରହ ଆଣୁଛି। ଦେଖେ ମା ଆଣିଦେଲି ତୋ ପାଇଁ ଖାଇବା। ମୁଁ କିଛି ନାହିଁ ଲୋ, କ'ଣ ଖାଇବୁ? ରହ ନାଇଁ ଲୋ, ଚାଲେ ପଳେଇବା। ପୁଣି କ'ଣ କିଛି ଟାଣା କଲଣି ରେ? କିଛି ଖାଇବ ଛାଡ଼େ ମା, କ'ଣ ଏମିତି ହଉଛନ୍ତି ଯେ? ତାପରେ ଛାତରୁ ଆସିଲା ପରେ ମୁଁ ଏଠି ପିଠା ଛାଣୁଥିଲା। ଦେଖିବା ତ ମୋତେ କେତେ ଡର ଲାଗୁଥିଲା, ମାନେ ତେଲ ମୋ ଉପରେ ପଡ଼ିଯିବ ବୋଲି କାରନାମା ମୋର। ତାପରେ ଫାଇନାଲି ମୁଁ ସବୁ ପିଠା ତେଲରେ ପକାଇଥିଲି। ଆଉ ତାପରେ ଏତେ କାମ କରିଦେଲି ଯେହେତୁ ଗୋଟେ ପିଠା ତ ବନତା ହେ ଆଉ ପିଠାଟା ବହୁତ ଟେଷ୍ଟ